ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ତ ଏହି ଅକ୍ଷୟ ତୃତୀୟା ଅବସରରେ ସମସ୍ତ ଚାଷୀ ଭାଇମାନଙ୍କୁ ମୋର କୋଟି କୋଟି ନମସ୍କାର ଜଣାଉଛି। ତ ଆଜିର ଦିନ ସମସ୍ତଙ୍କ ପାଇଁ ଖୁସିର ଦିନ ଅଟେ, କାରଣ ସମସ୍ତ ଚାଷୀ ଭାଇମାନଙ୍କ ଆକାଉଣ୍ଟକୁ ଆସିବ ଆଜି ଟଙ୍କା। ତ କେଉଁ ଟଙ୍କା ନା ଆପଣମାନେ ଜାଣିଥିବେ, ଯେଉଁଟାକି ସିଏମ୍ କିଷାନ ଯୋଜନା ଟଙ୍କା। ତ ପୂର୍ବରୁ କେଉଁ ଟଙ୍କା ପାଉଥିଲେ ନା, ପୂର୍ବରୁ ଆପଣମାନେ ଯେଉଁଟାକି କାଳିଆ ଯୋଜନା ନାଁରେ ପରିଚିତ ଥିଲା। ତ ଆଜି ସମସ୍ତ ଚାଷୀ ଭାଇମାନେ ଅଖିମୁଠି ଚାଷ ଜମିରେ ଆରମ୍ଭ କରିଥାନ୍ତି। ଚାଷ ଜମିରେ ହଳ କରି ଜମିକୁ ପୂଜାପାଠ କରି ଆଜି ଅଖିମୁଠି ଆରମ୍ଭ କରିଥାନ୍ତି। ତ ଆଜି ହେଉଛି ଅକ୍ଷୟ ତୃତୀୟା। ତ ଆପଣମାନେ ନିହାତି ଜାଣିଥିବେ, ତ ଏହି ଅକ୍ଷୟ ତୃତୀୟାରେ ଆପଣମାନଙ୍କୁ ମିଳିବ ଆଜି ସିଏମ୍ କିଷାନ ଯୋଜନାର ଟଙ୍କା। ସମସ୍ତ ଚାଷୀ ଭାଇମାନେ ଖୁସିରେ ଥିବେ ବୋଲି ମୋର ଆଶା ଏବଂ ଭରସା ରହିଛି। କେଉଁ କେଉଁ ଚାଷୀ ଭାଇମାନେ ଖୁସିରେ ଅଛନ୍ତି ନିହାତି ଆପଣମାନେ କମେଣ୍ଟ ସାହାଯ୍ୟରେ କମେଣ୍ଟ କରନ୍ତୁ, ଏବଂ କେଉଁ ସବୁ ଜିଲ୍ଲା ଗୁଡ଼ିକରୁ ଦେଖୁଛନ୍ତି ଆପଣମାନେ ନିହାତି କମେଣ୍ଟ ସାହାଯ୍ୟରେ କମେଣ୍ଟ କରନ୍ତୁ। ଏବଂ ସେହି ଖୁସିର ଦିନ ଅଟେ, ଏବଂ ଆଜି ସେହି ଖୁସିର ଦିନରେ ଆପଣମାନେ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ, ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି କେଉଁମାନେ ଏହି ସିଏମ୍ କିଷାନ ଯୋଜନାର ଟଙ୍କା ପାଇବେ, ଏବଂ ସମୟ କେତେଟା ରହିଛି, କେତେ ସମୟରେ ଆପଣମାନେ ଏହି ଟଙ୍କା ପାଇବେ, କେତେ ଲକ୍ଷ ଚାଷୀମାନେ ଏହି ଟଙ୍କା ପାଇବେ, ଏବଂ କେତେ ଲକ୍ଷ ଚାଷୀ ଏହି ସିଏମ୍ କିଷାନ ଯୋଜନାରୁ ବାଦ୍ ପଡ଼ିଛନ୍ତି। ଆପଣମାନଙ୍କୁ ନୂଆ ଅପଡ଼େଟ୍ ଆସିସାରିଛି। ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସବୁକିଛି ଡିଟେଲ୍ସ କହିବି। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ପେପର ମାଧ୍ୟମରେ ପ୍ରକାଶ ପାଇସାରିଲାଣି, ଏହା କୌଣସି ଫେକ୍ ନୁହେଁ। ଆସନ୍ତୁ ଜାଣିବା ସମାଜ ପେପରରେ ପ୍ରକାଶ ପାଇଛି, ଆସନ୍ତୁ ଲାଇଭ୍ ପ୍ରୁଫ୍ ସହିତ ଜାଣିବା। ତ ଦେଖନ୍ତୁ, ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟସ୍ତରୀୟ କୃଷକ ଦିବସ ଏବଂ ସିଏମ୍ କିଷାନ ସହାୟତା ରାଶି ହସ୍ତାନ୍ତର। ଦେଖନ୍ତୁ ଆଜ୍ଞା ମାନେ, ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ତ ସେହି ଅବସରରେ ସରକାର ରାଜ୍ୟସ୍ତରୀୟ କୃଷକ ଦିବସ ଏବଂ ସିଏମ୍ କିଷାନ ସହାୟତା ରାଶି ହସ୍ତାନ୍ତର କରିବେ ବୋଲି ପେପରରେ ପ୍ରକାଶ କରିଛନ୍ତି। ତ ଏଠାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମୋହନ ଚରଣ ମାଝୀ ଅଛନ୍ତି। ତ ଦେଖନ୍ତୁ ଆଜ୍ଞା ମାନେ, ମୁଖ୍ୟ ଅତିଥି ଭାବେ ଶ୍ରୀ ମୋହନ ଚରଣ ମାଝୀ ଅଛନ୍ତି। ତାପରେ ଗରିମାମୟ ଉପସ୍ଥିତି ଶ୍ରୀ କନକବର୍ଦ୍ଧନ ସିଂ ଦେଓ, ଯେଉଁଟାକି ଉପମୁଖ୍ୟମନ୍ତ୍ରୀ ଆମ ଓଡ଼ିଶାର। ଦେଖନ୍ତୁ ଆଜ୍ଞା ମାନେ, ଗରିମାମୟ ଉପସ୍ଥିତିରେ ଅଛନ୍ତି। ତାପରେ ଅଛନ୍ତି ଶ୍ରୀ ଭର୍ତ୍ତହରି ମହତାବ, ଯେଉଁଟାକି ସାଂସଦ କଟକ। ତାପରେ ବୈଜୟନ୍ତ ପଣ୍ଡା, ସାଂସଦ କେନ୍ଦ୍ରାପଡ଼ା। ତାପରେ ଡକ୍ଟର ବିଭୁପ୍ରସାଦ ତରାଇ, ତ ଦେଖନ୍ତୁ ସାଂସଦ ଜଗତସିଂହପୁର। ତାପରେ ବିଧାୟକ ବୃନ୍ଦ କଟକ ଜିଲ୍ଲା। ତାପରେ ଦେଖନ୍ତୁ ଆଜ୍ଞା ମାନେ, ତ ଆଜି ହେଉଛି 20 ଏପ୍ରିଲ 2026। ତ ସମୟ ଦେଖିବାକୁ ଗଲେ ସକାଳ 9 ଘଟିକାରୁ ସରକାର ସମ୍ବୋଧନ କରିବେ। ତ ଆପଣମାନଙ୍କ ଆକାଉଣ୍ଟକୁ 11ଟା କିମ୍ବା 12ଟା ସୁଦ୍ଧା ଆପଣମାନଙ୍କ ଆକାଉଣ୍ଟକୁ ଆସିବ। ସକାଳ 9 ଘଟିକାରୁ ସମ୍ବୋଧନ କରିବେ, ତାପରେ 10ଟା କିମ୍ବା 11ଟା ସୁଦ୍ଧା ସରିବ। ତାପରେ ଆପଣମାନଙ୍କ ଆକାଉଣ୍ଟକୁ ସରକାର ହସ୍ତାନ୍ତର କରିବେ। ତାପରେ ଆପଣମାନଙ୍କର ଆକାଉଣ୍ଟକୁ 11ଟା କିମ୍ବା 12ଟା ସୁଦ୍ଧା ଆପଣମାନଙ୍କର ଆକାଉଣ୍ଟକୁ ସିଏମ୍ କିଷାନ ଯୋଜନାର ଟଙ୍କା ଆସିବ। କେଉଁଠାରେ ଏହି ଗବେଷଣା କେନ୍ଦ୍ରୀୟ ଅନୁଷ୍ଠାନ ହୋଇଛି? କେନ୍ଦ୍ରୀୟ ଦେଖନ୍ତୁ ଧାନ ଗବେଷଣା ଅନୁଷ୍ଠାନ ବିଦ୍ୟାଧରପୁର କଟକରେ। ଦେଖନ୍ତୁ ଆଜ୍ଞା ମାନେ, ଏହି ଗବେଷଣା ଅନୁଷ୍ଠାନ କେଉଁଠାରେ ଆରମ୍ଭ କରିବେ? କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ବିଦ୍ୟାଧରପୁର କଟକରେ। ତ ଆପଣମାନେ ସ୍କ୍ରିନ୍ ମାଧ୍ୟମରେ ଦେଖିପାରୁଥିବେ। ତାପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାର। ତ ଦେଖନ୍ତୁ ପେପର ମାଧ୍ୟମରେ ମଧ୍ୟ ପ୍ରକାଶ ପାଇସାରିଲାଣି, ଆଜି ନିଶ୍ଚୟ ଆପଣମାନଙ୍କ ଆକାଉଣ୍ଟକୁ ସିଏମ୍ କିଷାନ ଯୋଜନାର ଟଙ୍କା ଆସିବ। ତ ଦେଖନ୍ତୁ ଆଜ୍ଞା ମାନେ, ଆପଣମାନଙ୍କୁ ଗତ ଭିଡ଼ିଓ ମାଧ୍ୟମରେ କହିଥିଲି, ଯେଉଁମାନଙ୍କର ଆପ୍ଲିକେସନ୍ ଫର୍ମ VW ଭେରିଫିକେସନ୍, ବ୍ଲକ ଭେରିଫିକେସନ୍, ଡିଷ୍ଟ୍ରିକ୍ଟ ଭେରିଫିକେସନ୍ ଏବଂ କଲେକ୍ଟର ଭେରିଫିକେସନ୍ ପର୍ଯ୍ୟନ୍ତ ଯଦି ସବୁ କମ୍ପ୍ଲିଟ୍ ହୋଇଯାଇଛି, ତାହେଲେ ଆପଣମାନଙ୍କର ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂ ଅଛି, ତାହେଲେ ଆପଣମାନଙ୍କୁ
100% ଆଜି ଏହି CM କିଷାନ ଯୋଜନା ଟଙ୍କା ମିଳିବ। ଏବଂ ଯେଉଁମାନଙ୍କର ଏହି କମ୍ପ୍ଲିଟ୍ ହୋଇନାହିଁ ବା ଡିଷ୍ଟ୍ରିକ୍ଟ କିମ୍ବା କଲେକ୍ଟର ଭେରିଫିକେସନ୍ ପର୍ଯ୍ୟନ୍ତ କମ୍ପ୍ଲିଟ୍ ହୋଇନାହିଁ, ତାହେଲେ ଆଜି ଆପଣମାନଙ୍କୁ CM କିଷାନ ଯୋଜନା ଟଙ୍କା ମିଳିବ ନାହିଁ, ଆପଣମାନେ ମନେ ରଖନ୍ତୁ। ତାପରେ ଆଉ ଗୋଟିଏ ଖୁସିର କଥା, ଯେଉଁମାନେ CM କିଷାନ ଯୋଜନାରେ ଆବେଦନ କରିବାକୁ ଚାହୁଁଛନ୍ତି ଆଜି ସୁଦ୍ଧା ଆପଣମାନେ ଆବେଦନ କରନ୍ତୁ। ଏହି CM କିଷାନ ପୋର୍ଟାଲ ଏବେ ମଧ୍ୟ ଚାଲୁଅଛି, ଆପଣମାନେ ଆବେଦନ କରନ୍ତୁ। ନିଶ୍ଚୟ ଆଗକୁ ଆପଣମାନେ ଏହି CM କିଷାନ ଯୋଜନାର ଟଙ୍କା ପାଇପାରିବେ। ତାପରେ ଆପଣମାନଙ୍କର ପ୍ଲିଜ୍ ଲିଙ୍କ ୟୋର ଆଧାର ୱିଥ୍ ୟୋର ବ୍ୟାଙ୍କ ଆକାଉଣ୍ଟ ଯଦି ଆପଣମାନଙ୍କର ଏପରି ଷ୍ଟାଟସ୍ ଦେଖାଯାଉଛି ତାହେଲେ ଆପଣମାନଙ୍କୁ ଆଜି ଟଙ୍କା ମିଳିବ ନାହିଁ। ତ ଦେଖନ୍ତୁ ଆଜ୍ଞା ମାନେ ଆପଣମାନେ ଆଧାରକୁ ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ କରନ୍ତୁ, ତାହେଲେ ଆପଣମାନଙ୍କର CM କିଷାନ ଯୋଜନା ଟଙ୍କା ମିଳିପାରିବ। ତାପରେ ଆଉ ଗୋଟିଏ ଆପଣମାନଙ୍କୁ ଦେଖାଉଛି, ଦେଖନ୍ତୁ ଇଲିଜିବିଲିଟି ଷ୍ଟାଟସ୍। ଦେଖନ୍ତୁ ଆଜ୍ଞା ମାନେ ଆପଣମାନେ ଚେକ୍ କରନ୍ତୁ ଆପଣମାନଙ୍କର ଷ୍ଟାଟସ୍। ଇଲିଜିବିଲିଟି ଷ୍ଟାଟସ୍ ଯଦି ଇଲିଜିବୁଲ୍ ଅଛି ତାହେଲେ ଆପଣମାନଙ୍କୁ ମିଳିବ ନାହିଁ। ଏବଂ କେଉଁ ରିଜନରେ ଆପଣମାନଙ୍କର ଇନଏଲିଜିବୁଲ୍ ଲେଖା ହେଇଛି ଆପଣମାନେ ଦେଖିପାରୁଥିବେ, ଆପ୍ଲିକେସନ୍ ହେଜ୍ ନୋ ରାସନ କାର୍ଡ଼। ତ ଆପଣମାନଙ୍କର ରାସନ କାର୍ଡ଼ ନାହିଁ, ତ KYC କରିଛନ୍ତି କି ନାହିଁ କିମ୍ବା ନୂଆ ବାହାସାହା ହେଇ ଆପଣମାନଙ୍କର କୌଣସି କାରଣବଶତଃ ରାସନ କାର୍ଡ଼ଟି କଟିଯାଇଛି, ତେଣୁ ଆପଣମାନଙ୍କର ଏପରି ଅସୁବିଧା ସବୁ ଦେଖାଯାଉଥିବ। ତାପରେ ଆପଣମାନଙ୍କର ଆଉ ଗୋଟିଏ ଦେଖାଯାଉଥିବ ଆପ୍ଲିକାଣ୍ଟ ହେଜ୍ ନଟ୍ ସବମିଟେଡ୍ ଦ କରେକ୍ଟ ଇନଫର୍ମେସନ୍ ବା ଡକୁମେଣ୍ଟ। ତ ଆପଣମାନଙ୍କର ଡକୁମେଣ୍ଟ ସବୁ ଠିକ୍ଠାକ୍ ନାହିଁ, ତେଣୁ ଆପଣମାନଙ୍କର ଡକୁମେଣ୍ଟକୁ ଆଉ ଥରେ କରେକ୍ସନ୍ କରନ୍ତୁ ବୋଲି ଏପରି ମଧ୍ୟ ଆପଣମାନଙ୍କର ଇଲିଜିବିଲିଟି ଷ୍ଟାଟସ୍ରେ ଦେଖାଯାଉଥିବ। ତ ଆପଣମାନେ ଆପଣମାନଙ୍କର ଷ୍ଟାଟସ୍ ସବୁ ଚେକ୍ କରନ୍ତୁ। ତାପରେ ମେନ୍ ପଏଣ୍ଟ ହେଲା ଆପଣମାନଙ୍କର ଲେକିଂ ମ୍ୟାଣ୍ଡେଟୋରି ପାରାମିଟର ଯଦି ଆପଣମାନଙ୍କର N/A ଅଛି ତାହେଲେ ଆଜି ନିଶ୍ଚୟ ଆପଣମାନଙ୍କୁ CM କିଷାନ ଯୋଜନା ଟଙ୍କା ମିଳିବ। ଯଦି ଆପଣମାନଙ୍କର ଲେକିଂ ମ୍ୟାଣ୍ଡେଟୋରି ପାରାମିଟର ଯଦି ଆପ୍ଲିକେସନ୍ ଡିଟେଲ୍ସ ପ୍ରୋଭାଇଡେଡ୍ ଆର୍ ଇନସଫିସିଏଣ୍ଟ ପ୍ଲିଜ୍ ରି-ରେଜିଷ୍ଟର ଅନ୍ ଦ CM କିଷାନ ପୋର୍ଟାଲ। ଯଦି ଆପଣମାନଙ୍କର ଏପରି ଦେଖାଯାଉଛି ତାହେଲେ CM କିଷାନ ଯୋଜନା ଟଙ୍କା ମିଳିବ ନାହିଁ। ଆପଣମାନେ କୃଷକ ପୋର୍ଟାଲକୁ ଆଉ ଥରେ ଅପଡେଟ୍ କରନ୍ତୁ, ତାପରେ ଯାଇକରି ଆପଣମାନଙ୍କର CM କିଷାନ ଯୋଜନା ଟଙ୍କା ମିଳିବ। ତ ନିଶ୍ଚୟ ଆଜି 11ଟା କିମ୍ବା 12ଟା ସୁଦ୍ଧା ଆପଣମାନଙ୍କର ଆକାଉଣ୍ଟକୁ CM କିଷାନ ଯୋଜନା ଟଙ୍କା ଆସିଯିବ, ଆପଣମାନେ ଚିନ୍ତା କରନ୍ତୁନି। ତ ଦେଖନ୍ତୁ ଆଜ୍ଞା ମାନେ ଗତ ବର୍ଷ 51 ଲକ୍ଷ ଚାଷୀ ଏହି CM କିଷାନ ଯୋଜନାରେ ଟଙ୍କା ପାଇଥିଲେ। ତ ଆଜି ଆପଣମାନଙ୍କୁ ମିଳିବ 41 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଆପଣମାନଙ୍କୁ ଏହି CM କିଷାନ ଯୋଜନା ଟଙ୍କା ପାଇବେ। ତ 10 ଲକ୍ଷ ଚାଷୀ ଏହି CM କିଷାନ ଯୋଜନାରୁ ବାଦ୍ ପଡ଼ିଛନ୍ତି। ତ କେଉଁ କାରଣରୁ ବାଦ୍ ପଡ଼ିଛନ୍ତି ନା ସେମାନଙ୍କର ହୁଏତ ଭୂମିହୀନରେ ଯଦି ଆବେଦନ କରିଛନ୍ତି ତାହେଲେ 12,500 ଟଙ୍କା ପାଇସାରିଛନ୍ତି, ତ ସେଥିପାଇଁ କଟିଯାଇଛନ୍ତି କିମ୍ବା ନୂଆ ନୂଆ ଅପଡେଟ୍ ଆସିଛି। ତ ସରକାର ନୂଆ ନିୟମ ମଧ୍ୟ ଆଣିଛନ୍ତି, କୌଣସି କାରଣବଶତଃ CM କିଷାନ ଯୋଜନାରୁ ସେମାନେ ବାଦ୍ ପଡ଼ିଛନ୍ତି। ତ 10 ଲକ୍ଷ ଚାଷୀ ବାଦ୍ ପଡ଼ିଛନ୍ତି। ତ ଆପଣମାନେ ଯଦି ବାଦ୍ ପଡ଼ିଛନ୍ତି କେମିତି ଜାଣିବେ? ଆଜି ଯଦି ଟଙ୍କା ନ ଆସିବ ଆପଣମାନଙ୍କର ଷ୍ଟାଟସ୍ ସବୁ ଚେକ୍ କରନ୍ତୁ, ନିଜେ ମଧ୍ୟ ଜାଣିପାରିବେ ଆଜି ଆପଣମାନଙ୍କର ଟଙ୍କା ଆସିବ କି ନାହିଁ। ତ ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। କେଉଁ ସବୁ ଜିଲ୍ଲାଗୁଡ଼ିକରୁ ଦେଖୁଛନ୍ତି ନିହାତି କମେଣ୍ଟ ମାଧ୍ୟମରେ କମେଣ୍ଟ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।